ଆତ୍ମଜୀବନୀ ସାଧନାର ପଥେ। ଲେଖକ ହରେକୃଷ୍ଣ ମହତାବ। ଭାଗ 6। ପରିଚ୍ଛେଦ ଜେଲ୍ ଜୀବନ ଆରମ୍ଭ। କାର୍ଯ୍ୟବିଧି ଆଇନର 108 ଧାରା ଅନୁସାରେ ରାଜଦ୍ରୋହାତ୍ମକ କାର୍ଯ୍ୟରୁ ନିବୃତ୍ତ ରଖିବା ପାଇଁ ଜଣକୁ 1 ବର୍ଷ ପର୍ଯ୍ୟନ୍ତ ଜାମିନରେ ରଖିବା ବା ଜାମିନ ନ ଦେଲେ ଜେଲରେ ରଖିବାର ବିଧି। ଏହି ଦଫା ଅନୁସାରେ ମୁଁ 2000 ଟଙ୍କା ଜାମିନରେ 1 ବର୍ଷ ସକାଶ କାହିଁକି ନ ରଖାଯିବି? ଏଥିପାଇଁ ପ୍ରଥମେ ସମନ ହେଲା। ସମନ ଅନୁସାରେ କଚେରୀରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କଠାରେ ହାଜିର ହେଲା ମାତ୍ରକେ ପୁଣି ଅନ୍ୟ ତାରିଖରେ ହାଜିର ହେବା ପାଇଁ ଜାମିନ ଦେବାକୁ ଆଦେଶ ହେଲା। ମାତ୍ର ମୁଁ ଜାମିନ ଦେଲି ନାହିଁ। ଜିଲ୍ଲା ମାଜିଷ୍ଟ୍ରେଟ ମୋର ପରିଚିତ ଥିଲେ। ଅତି ବ୍ୟସ୍ତ ହୋଇ ମୋତେ ଜାମିନ ଦେବା ପାଇଁ ଜିଦ୍ କଲେ। ମାତ୍ର ମୁଁ ଅସହଯୋଗ ନୀତି ଅନୁସାରେ ତାଙ୍କ ଅନୁରୋଧ ରକ୍ଷା କରିପାରିଲି ନାହିଁ। ବିଚାରାଧୀନ ଅବସ୍ଥାରେ ଜେଲରେ ରହିଲି। 1922 ସାଲ ଜୁଲାଇ ମାସ 10 ତାରିଖରେ ତତ୍କାଳୀନ ବାଲେଶ୍ୱର ଜିଲ୍ଲା ମାଜିଷ୍ଟ୍ରେଟ ଶ୍ୟାମଲାଲ ଗୁପ୍ତଙ୍କ କୋର୍ଟରେ ବିଚାର ହେଲା। ମାତ୍ର 1921 ସାଲ ଆଦ୍ୟରେ ମୁଁ ଯେଉଁ ସବୁ ବକ୍ତୃତା ଦେଇଥିଲି ବା ସ୍ୱରାଜ ସମାଚାରରେ ଯାହା ଲେଖିଥିଲି ତାହା ହିଁ ସବୁ ମୋ ବିରୋଧରେ ଉପସ୍ଥାପିତ ହେଲା। 1922 ସାଲର ଘଟଣା ଭିତରେ କନିକା ଅତ୍ୟାଚାର ବିରୋଧରେ ବକ୍ତୃତା ଦେବା ମୋ ବିରୋଧରେ ଅଭିଯୋଗ ରୂପେ ଆଗତ ହୋଇଥିଲା। ବୋଲିବା ବାହୁଲ୍ୟ ଯେ ମକଦ୍ଦମା ଶୁଣାଣି ବେଳେ ଆତ୍ମପକ୍ଷ ସମର୍ଥନ କରି କିଛି କହି ନ ଥିଲି। ଶୁଣାଣି ଶେଷରେ ମୋର ଯାହା କହିବାର କଥା ତାହା ଇଂରେଜୀରେ ଲେଖିକରି ନିମ୍ନଲିଖିତ ମୋତେ ଦେଇଥିଲେ। ଜଣେ ଅସହଯୋଗ ଆନ୍ଦୋଳନକାରୀ ହିସାବରେ ମୋ ବିରୁଦ୍ଧରେ 108 ଦଫାରେ ଯେଉଁ ମକଦ୍ଦମା ଚାଲିଛି ସେ ସମ୍ପର୍କରେ ସାଧାରଣଙ୍କ ଆଗରେ ସବୁ ସତକଥା ଉପସ୍ଥାପିତ କରିବା ମୋର ଏକାନ୍ତ କର୍ତ୍ତବ୍ୟ। ଏହାଦ୍ୱାରା ଏହି ମତେ ସମସ୍ତେ ଠିକ୍ ବୁଝିପାରିବେ। ଅନ୍ତତଃ କେହି ଭୁଲ ବୁଝିବେ ନାହିଁ। ମୋ ନିକଟରେ ଘଟଣା ସମ୍ପର୍କୀୟ ଯେଉଁ ତଥ୍ୟ ଅଛି ତାହା ମୁଁ ବର୍ଣ୍ଣନା କଲେ ବିଚାରକାଇ ମାଜିଷ୍ଟ୍ରେଟ ଓ ମୋର ପୋଲିସ ବନ୍ଧୁଙ୍କୁ ବିନା ଶ୍ରମରେ ସାକ୍ଷ୍ୟ ସଂଗ୍ରହ କରିବାଟା ସହଜ ହୋଇପଡ଼ିବ। ମୁଁ 1921 ସାଲ ସେପ୍ଟେମ୍ବର ମାସରୁ ଯେଉଁ ସବୁ ପ୍ରଚାର କରୁଛି ଓ ଲେଖା କରୁଛି ତାହା ରାଜଦ୍ରୋହାତ୍ମକ ବୋଲି ବାଲେଶ୍ୱର ପୁଲିସ ସୁପରିଟେଣ୍ଡେଣ୍ଟ ଓ ପୁଲିସ ଇନ୍ସପେକ୍ଟର ରିପୋର୍ଟ କରିଛନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ସେମାନେ ଘଟଣା ସମ୍ପର୍କରେ ପୂର୍ଣ୍ଣ ଅଜ୍ଞ। ବାସ୍ତବରେ ସେମାନେ ଯାହା କହୁଛନ୍ତି ସେହି କଥା ମୁଁ 1921 ସାଲ ଏପ୍ରିଲ 6 ତାରିଖ ଠାରୁ କହି ଆସୁଛି। ରାଜଦ୍ରୋହୀ ଏହି ଶବ୍ଦ ଉପରେ ମୁଁ ବିଶେଷ ଆଲୋଚନା କରିବାକୁ ଯାଉନାହିଁ। କିନ୍ତୁ ଦୃଢ଼ତାର ସହିତ ମୁଁ ଏହା କହିପାରେ ଯେ ମୁଁ ଯାହା ପ୍ରଚାର କରିଛି ବା କାର୍ଯ୍ୟ କରିଛି ତାହା 124 ଦଫାରେ ଦଣ୍ଡନୀୟ। ମହାତ୍ମା ଗାନ୍ଧୀଙ୍କ ବାଣୀ ମୁଁ ବାଲେଶ୍ୱର ଜିଲ୍ଲାରେ ପ୍ରଚାର କରିବାର ଯେ ସୌଭାଗ୍ୟ ପାଇଛି ସେହି ବାଣୀ ପ୍ରଚାର କରି ନିଜେ ଗାନ୍ଧୀଜୀ ସେହି ଦଫାରେ ଦଣ୍ଡିତ ହୋଇଛନ୍ତି। ମୋର ଯାହା ଦୃଢ଼ ବିଶ୍ୱାସ ଓ ମତ ତାହା ମୁଁ ପ୍ରଚାର କରୁଛି ଏବଂ ତାହା ବିଚାର କରି ଗ୍ରହଣ କରିବାକୁ ମୁଁ ଲୋକମାନଙ୍କୁ ଆହ୍ୱାନ କରୁଛି। ମୋର ମତ ଗ୍ରହଣ କରିବାକୁ ମୁଁ କାହାକୁ ହେଲେ ଜବରଦସ୍ତି କରେ ନାହିଁ। ମୋର ଏହି ମତ ବର୍ତ୍ତମାନ ସରକାର ଏତେ ଧର୍ମହୀନ ଓ ସ୍ୱେଚ୍ଛାଚାରୀ ଯେ ତାକୁ ମୁହୂର୍ତ୍ତେ ହେଲେ ରହିବା ପାଇଁ ଦେବା ଉଚିତ ନୁହେଁ ଏବଂ ଏଥିପାଇଁ କୌଣସି ବାଧା ଦେବା କାହାରି ମଧ୍ୟ ଉଚିତ ନୁହେଁ। ଏ ସରକାର ଅତି ଶୀଘ୍ର ଅପସରି ଯାଉ ଏହି ଧାରଣା ମୋ ମନରେ ପ୍ରତିକ୍ଷଣରେ ଦୃଢ଼ୀଭୂତ ହେଉଛି। ରୁଷର ଏକଛତ୍ର ଶାସନର ଅତ୍ୟାଚାର ଓ ଦମନ ନୀତି ମୁଁ ଇତିହାସରେ ପଢ଼ିଛି। ଇଟାଲୀ ରାଜ୍ୟର ଅତ୍ୟାଚାର କାହାଣୀ ମୁଁ ମଧ୍ୟ ଇତିହାସରୁ ପଢ଼ିଛି। ମୁସଲମାନ ଓ ମୋଗଲ ଶାସନର ବର୍ବରତା ମୁଁ ମଧ୍ୟ ଇତିହାସରୁ ପଢ଼ିଛି। ଆୟାର୍ଲାଣ୍ଡର ବ୍ରିଟିଶ ସାମ୍ରାଜ୍ୟର ବାଦର ନୃଶଂସ ଅତ୍ୟାଚାର ସମ୍ବନ୍ଧରେ ମୁଁ ନିକଟରେ ଡି ଭେଲେରାଙ୍କ ଲେଖା ପଢ଼ିଛି। ଶତ ଶତ ବର୍ଷ ବ୍ୟାପୀ ଦାସତ୍ୱ ଓ ଲାଞ୍ଛନା ପାଇ ଆସିଥିବା 33 କୋଟି ଲୋକ ବିଶିଷ୍ଟ ଗୋଟିଏ ବିରାଟ ଜାତିର ଜନ୍ମଗତ ଦାବୀ ଓ ସ୍ୱାଧୀନତା ପିପାସାକୁ ଚୂର୍ଣ୍ଣ କରିବା ପାଇଁ ଯେଉଁ ସଂଗଠିତ ଅତ୍ୟାଚାର ଓ କୌଶଳପୂର୍ଣ୍ଣ ଶୋଷଣ ଚାଲିଛି ସେପରି କୌଣସି ଯୁଗରେ କୌଣସି ଦେଶର ଇତିହାସରେ ଶୁଣା ନାହିଁ କିମ୍ବା ଘଟେ ନାହିଁ। ସମଗ୍ର ମାନବ ସମାଜର 1/5 ଲୋକଙ୍କୁ ନିଜର ସ୍ୱାର୍ଥ ସିଦ୍ଧି ପାଇଁ କେତେକ ମୁଷ୍ଟିମୟ ଲୋକଙ୍କ ଦ୍ୱାରା ସଂଗଠିତ ଏକ ସରକାର ଚିର ଦାସତ୍ୱ ନିଗଡ଼ରେ ବାନ୍ଧି ରଖିବା ପାଇଁ ଯେଉଁ ଚେଷ୍ଟା ଚଳାଇଛନ୍ତି ଯେ କୌଣସି ଆତ୍ମସମ୍ମାନବୋଧ ବିଶିଷ୍ଟ ଲୋକ ତାର ପ୍ରତିରୋଧ ନିଜର ଜୀବନ ବିନିମୟରେ ମଧ୍ୟ କରିବା ଉଚିତ।
ପୃଥିବୀର ଏହି 1/5 ଲୋକଙ୍କ ଉପରେ ଦଳେ ଲୋକ ଯେଉଁ ନିର୍ମମ ଶୋଷଣ ଚଳାଉଛନ୍ତି ତା ବିରୁଦ୍ଧରେ ଅଭିଯାନ କରିବା ପ୍ରତ୍ୟେକ ଭାରତବାସୀର କର୍ତ୍ତବ୍ୟ। ଅସହଯୋଗ ଆନ୍ଦୋଳନର ରାଜନୈତିକ ଦୃଷ୍ଟିକୋଣରୁ ଛାଡ଼ିଦେଲେ ମଧ୍ୟ ଅନ୍ତତଃ ମାନବିକତା ଦୃଷ୍ଟିରୁ ଯେଉଁ ମନୁଷ୍ୟ ନିଜ ଜୀବନର ମୂଲ୍ୟ ବୁଝିଛି ଏ ଅଭିଯାନରେ ଭାଗ ନେବା ତା'ର କର୍ତ୍ତବ୍ୟ। ମନୁଷ୍ୟ ଜୀବନ ଖାଇ ପିଇବା ଶୋଇବା ପାଇଁ ସୀମାବଦ୍ଧ ନୁହେଁ କିମ୍ବା ଅର୍ଥ ଉପାର୍ଜନ କରିବା ବା ନିଜର ଅନ୍ତରର ବାଣୀକୁ ସଙ୍କୁଚିତ କରି କାମ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ। ସେ ଜୀବନର ଲକ୍ଷ୍ୟ ଅତି ମହାନ ଓ ଆଦର୍ଶମୟ। ଅସହଯୋଗ ଆନ୍ଦୋଳନ ଏହାର ପଥ ପରିଷ୍କାର କରିଦେଇଛି। ଅସହଯୋଗ ଆନ୍ଦୋଳନର ଜଣେ ସାଧାରଣ କର୍ମୀ ହିସାବରେ ମୋର କର୍ତ୍ତବ୍ୟ କରିବା ପାଇଁ ମୁଁ ଯଥାସାଧ୍ୟ ଚେଷ୍ଟା କରିଛି ଏବଂ କାର୍ଯ୍ୟ କରିବା ପୂର୍ବରୁ ମଧ୍ୟ ମୁଁ ଭଲ ଭାବରେ ଜାଣିଛି ଯେ ମୋର ଏହି କାର୍ଯ୍ୟ ପାଇଁ ମୁଁ 124 ଦଫାରେ କିମ୍ବା ଏହି ଅତ୍ୟାଚାରୀ ଶୋଷକମାନଙ୍କ ମନ ଇଚ୍ଛା ଯେକୌଣସି ଦଫାରେ ଦଣ୍ଡନୀୟ। ଏହା ମଧ୍ୟ ମୁଁ କହିଦେବାକୁ ଚାହେଁ ଯେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଏହି ଶୋଷଣ ନୀତିକୁ ଯେଉଁମାନେ ସମର୍ଥନ ବା ସାହାଯ୍ୟ କରୁଛନ୍ତି ସେମାନେ ଭଗବାନଙ୍କ ନିକଟରେ ଦ୍ରୋହୀ ଏବଂ ନିଜର ବିବେକଠାରେ ଅପରାଧୀ। ସେମାନେ ଅର୍ଥ ଲାଳସା ସମ୍ଭୋଗ ପିପାସାକୁ ତୃପ୍ତି କରିବା ଉଦ୍ଦେଶ୍ୟରେ ନିଜର ବିବେକ ଓ ସମନ୍ନକୁ ବିକ୍ରି କରିଦେଇଛନ୍ତି। ଏହା ଅତି ଲଜ୍ଜାର ବିଷୟ। ମୁଁ ସାମରିକ ବେସାମରିକ ସମସ୍ତ କାର୍ଯ୍ୟକାରୀ ବା ସରକାରୀ କର୍ମଚାରୀମାନଙ୍କୁ ଅନୁରୋଧ କରି ଆସିଛି ସେମାନେ କାର୍ଯ୍ୟ ଛାଡ଼ି ଏହି ଶୋଷଣ କଳକୁ ଅକାମୀ କରିଦେବାକୁ। କାରଣ ଏହି ସରକାର ଅଧୀନରେ ମନୁଷ୍ୟର ଆତ୍ମସମ୍ମାନ ନଷ୍ଟ ହେଉଛି ଏବଂ ମନୁଷ୍ୟତା ମଧ୍ୟ ଲୋପ ପାଉଛି। 1921 ଏପ୍ରିଲ 6 ତାରିଖ ଠାରୁ ଜିଲ୍ଲାର ସମସ୍ତ ଅଞ୍ଚଳରେ ମୁଁ ଏସବୁ ସମ୍ପର୍କରେ ପ୍ରଚାର କରିଆସୁଛି ଓ ପ୍ରଚାର ପତ୍ର ବାଣ୍ଟିଛି। ମୁଁ ବରାବର ଏହି କାର୍ଯ୍ୟ ଚଳାଇବାର ସମ୍ଭାବନା ଅଛି। ଏହି ସାକ୍ଷ୍ୟ ସଂଗ୍ରହ କରିବା ପାଇଁ ମୋର ପୁଲିସ ବନ୍ଧୁମାନଙ୍କୁ ବହୁ ପରିଶ୍ରମ ପଡ଼ିଥିବ। କାରଣ ଗତ ମେ ମାସର ମଧ୍ୟଭାଗରୁ ମୁଁ କୌଣସି ଗୋଟିଏ ସଭାରେ ଭାଷଣ ଦେଇନାହିଁ କିମ୍ବା ଖଣ୍ଡିଏ ହେଲେ ପ୍ରଚାରପତ୍ର ବାଣ୍ଟିନାହିଁ। ଏହା ପୂର୍ବରୁ ମୁଁ ପ୍ରତ୍ୟେକ ସପ୍ତାହରେ ସଭା ସମିତି କରି ଭାଷଣ ଦେଉଥିଲି ଓ ପ୍ରତି 15 ଦିନରେ ପ୍ରଚାରପତ୍ର ବାଣ୍ଟୁଥିଲି। କିନ୍ତୁ ମୋ ଉପରେ 144 ଧାରା ଜାରି କରି ମୋର 2ଟି ଯାକ ହାତଚପା କଳ ପୋଲିସ ଜବତ କରି ନେଇଯିବା ଦିନଠାରୁ ମୋର ପ୍ରଚାରପତ୍ର କାର୍ଯ୍ୟ ବନ୍ଦ ରହିଛି। ଏହାପରେ ମୋ କାର୍ଯ୍ୟରେ ମୁଁ ଆଉ ଅଗ୍ରସର ହୋଇପାରିନାହିଁ। ଅତଏବ ଏହାପରେ ମୁଁ ତଥାକଥିତ ରାଜଦ୍ରୋହ ସମ୍ପର୍କରେ ପ୍ରଚାର କରିବାର ସମ୍ଭାବନା କେଉଁଠି ଅଛି? ମୁଁ ରାଜଦ୍ରୋହ ସମ୍ପର୍କରେ ପ୍ରଚାର କରିଥିବାର ଯେଉଁ ଭୁଲ ତାରିଖ ରିପୋର୍ଟ କରାଯାଇଛି ଉପରୋକ୍ତ ଘଟଣାବଳୀକୁ କିପରି ଭାବରେ ମକଦ୍ଦମା ଚାଲିଛି ଓ ମାଜିଷ୍ଟ୍ରେଟ ଏଥିରେ କିପରି ନ୍ୟାୟ ବିଚାର କରୁଛନ୍ତି ସେସବୁ କଥାର ଭିତିରି ରହସ୍ୟ ସବୁ ସ୍ପଷ୍ଟ ଜଣାପଡ଼ୁଛି। ଯାହା ହେଉ ମୁଁ ଏତିକି କହିଦେବାକୁ ଚାହେଁ ଯେ ମୁଁ ବଞ୍ଚି ରହିବା ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚଳାଇବି। ଯେତେଦିନ ପର୍ଯ୍ୟନ୍ତ ବଳପୂର୍ବକ ଏହି କାର୍ଯ୍ୟରୁ ମୋତେ କ୍ଷାନ୍ତ କରା ନ ଯାଇଛି ସେତେଦିନ ପର୍ଯ୍ୟନ୍ତ ମୁଁ କାର୍ଯ୍ୟ ନିଶ୍ଚିତ କରିବି। କେବଳ ଯେ ଏହି ସରକାର ଚାଲିଗଲେ ମୋର ଏହି କାର୍ଯ୍ୟ ଶେଷ ହୋଇଯିବ ତାହା ନୁହେଁ। ଯେତେଦିନ ପର୍ଯ୍ୟନ୍ତ ମନୁଷ୍ୟର ନ୍ୟାସ ଅଧିକାର ଉପରେ କୌଣସି ବ୍ୟକ୍ତିବିଶେଷ ବା ଦଳ ସପକ୍ଷରେ କରିବେ ସେତେଦିନ ପର୍ଯ୍ୟନ୍ତ ମୋର ଏହି ସଂଗ୍ରାମ ଚାଲୁ ରହିବ। ଏହି ବର୍ବର ଶୋଷଣ ବିରୁଦ୍ଧରେ ସଂଗ୍ରାମ କରିବା ମୋର ସ୍ୱତଃସିଦ୍ଧ କଥା। ନିଜେ ବଞ୍ଚିବା ଓ ଅନ୍ୟମାନଙ୍କୁ ବଞ୍ଚିବାର ସୁଯୋଗ ଦେବା ଏହି ଯେଉଁ ମହାଶିକ୍ଷା ଗାନ୍ଧିଜୀଙ୍କଠାରୁ ମୁଁ ପାଇଛି ତାକୁ ମୁଁ ଶରୀରରେ ପ୍ରାଣ ଥିବା ପର୍ଯ୍ୟନ୍ତ ପ୍ରଚାର କରିବି। ମୋର ଏହି କାର୍ଯ୍ୟକୁ ରାଜଦ୍ରୋହ କୁହାଯାଇପାରେ କିମ୍ବା ଅନ୍ୟ ଯେକୌଣସି ଆଖ୍ୟା ଦିଆଯାଇପାରେ। ସେଥିଲାଗି ମୋ ପ୍ରତି ଯେକୌଣସି ଦଣ୍ଡବିଧାନ କରାଗଲେ ମଧ୍ୟ ମୁଁ ତାହା ବରଣ କରିବାକୁ ପ୍ରସ୍ତୁତ ଅଛି। ଏହି ସଂଗ୍ରାମ ମୁଁ ମୋର ଜୀବନ ବିନିମୟରେ ମଧ୍ୟ ନିଶ୍ଚୟ ଚଳାଇବି। ମୁଁ ଏଠାରେ ଆଉ ଗୋଟିଏ କଥା ସ୍ପଷ୍ଟ କରିଦେବାକୁ ଚାହେଁ ଯେ ହିଂସାରେ ମୋର ବିଶ୍ୱାସ ନାହିଁ। ମୁଁ କେବେ ହେଲେ ହିଂସାର ପ୍ରଚାରକ କରିନାହିଁ ବା ହିଂସାତ୍ମକ କାର୍ଯ୍ୟକୁ ପ୍ରଶ୍ରୟ ଦେଇନାହିଁ। ବାଲେଶ୍ୱର ଜିଲ୍ଲାରେ ଅସହଯୋଗ ଆନ୍ଦୋଳନ ଲାଗି ମୁଁ ପୂରାପୂରି ଦାୟୀ ଏବଂ ଏହି ଆନ୍ଦୋଳନରେ ଆଜି ପର୍ଯ୍ୟନ୍ତ ହିଂସାର କଳଙ୍କ ଲାଗିନାହିଁ। ଅସହଯୋଗ ଆନ୍ଦୋଳନରେ କେଉଁଠି ହିଂସାତ୍ମକ କାର୍ଯ୍ୟ ଘଟିଛି ବା କେଉଁଠି ହିଂସାର ପ୍ରଚାର କରିଛି ଏକଥା ପ୍ରମାଣିତ କରିବା ପାଇଁ ମୁଁ ଏହି ଜିଲ୍ଲାରେ ଅନ୍ୟ ସ୍ଥାନରେ ଥିବା ମୋର ସମସ୍ତ ପ୍ରତିପକ୍ଷ ଲୋକଙ୍କୁ ଆହ୍ୱାନ କରୁଛି। ମୋର ଦୃଢ଼ ବିଶ୍ୱାସ କେବଳ ମାତ୍ର ଅହିଂସା ଦ୍ୱାରା ହିଁ ଆମେ ଆମ ସଂଗ୍ରାମରେ ବିଜୟ ଓ ସଫଳତା ହାସଲ କରିପାରିବୁ। ମୁଁ କେବେ ହେଲେ ବର୍ଣ୍ଣଗତ ବିଦ୍ୱେଷ ପ୍ରଚାର କରିନାହିଁ ଏବଂ ମୁଁ ଏହାର ଘୋର ବିରୋଧୀ।
ମୁଁ ସରକାର ବୋଲି ଯାହା କହୁଛି ସେଥିରେ ମଧ୍ୟ ଭାରତୀୟମାନେ ଅନ୍ତର୍ଭୁକ୍ତ, ଯେଉଁମାନେ ସେହି ସରକାର ଗଢ଼ୁଛନ୍ତି ଓ ଅନ୍ୟ ଯେଉଁମାନେ ସେହି ସରକାରକୁ ସମର୍ଥନ କରୁଛନ୍ତି। ମୁଁ ସେହିମାନଙ୍କୁ ଲକ୍ଷ୍ୟ କରି କହୁଛି, ଆଇନ ଅନୁଯାୟୀ ଭଲ ବ୍ୟବହାର ସମ୍ପର୍କରେ ଜାମିନ ଦେବା ପାଇଁ ଯେଉଁ ବ୍ୟବସ୍ଥା ରହିଛି, ମୁଁ ସେଥିରେ କଦାପି ଏକମତ ନୁହେଁ। ଏହା ମୋର ବିବେକ ଓ ନୀତି ବିରୁଦ୍ଧ। ମୁଁ ଯେକୌଣସି ଦୀର୍ଘ କାରାଦଣ୍ଡ ବରଣ କରିବାକୁ ପ୍ରସ୍ତୁତ, କିନ୍ତୁ ମୁଁ ଜାମିନ ଦେବି ନାହିଁ। ମକଦ୍ଦମା ବିଚାର ପରେ ଜିଲ୍ଲା ମାଜିଷ୍ଟ୍ରେଟ ଜୁଲାଇ 13 ତାରିଖରେ ରାୟ ଦେଲେ ଯେ ବର୍ଷକ ପାଇଁ ସଦାଚରଣ ସକାଶେ ଟଙ୍କା 1000ର 2ଟି ଜାମିନ ଦେବାକୁ ହେବ, ନଚେତ୍ 1 ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ। ଏହି ଆଦେଶଟି ମୋତେ ଶୁଣାଇ ଦେଇ ବାରମ୍ବାର ମୋତେ ଅନୁରୋଧ କଲେ ଓ ବୁଝାଇଲେ ଯେ ଜାମିନ ଦେଇଦେବା ହିଁ ଉଚିତ। ମାତ୍ର ମୁଁ ନାସ୍ତି କଲି। ସନ୍ଧ୍ୟା ପର୍ଯ୍ୟନ୍ତ ମୋତେ ସମୟ ଦେଲେ। ତାଙ୍କ ଅଫିସ ସୁପରିଟେଣ୍ଡେଣ୍ଟଙ୍କୁ ପଠାଇ ମୋତେ ପୁଣି ପ୍ରବର୍ତ୍ତାଇଲେ। ମୁଁ କହି ପଠାଇଲି, ବ୍ରିଟିଶ ସରକାରଙ୍କ ଅଙ୍ଗ ହୋଇ ନିଜ ଦେଶ ଲୋକଙ୍କ ଉପରେ ନାନା ପ୍ରକାର ପୈଶାଚିକ ଅତ୍ୟାଚାର କରିବାରେ ଭାଗୀ ହୋଇ ପଦୀ ବିବେକର ଦଂଶନ ମାଜିଷ୍ଟ୍ରେଟ ସାହେବ ଅନୁଭବ ନ କରୁଛନ୍ତି, ତେବେ ମୋତେ ଜେଲ୍ ଦେଇ ପୁଣି ଜାମିନ ଦେବା ପାଇଁ ବାରମ୍ବାର ଅନୁରୋଧ କରି ନିଜର ବିବେକ ସହିତ ରଫାନାମା କରିବାର ଆବଶ୍ୟକତା କିଛି ନାହିଁ। ମୁଁ ଜେଲ୍ ଗଲି। ସେତେବେଳେ କ, ଖ ବା ଗ ଶ୍ରେଣୀର ବନ୍ଦୀ ଏପରି କିଛି ନଥିଲା। ରାଜନୈତିକ ବନ୍ଦୀମାନଙ୍କୁ ଏକ ସ୍ୱତନ୍ତ୍ର ଶ୍ରେଣୀରେ କରି ରଖାଯିବାର ଆଦେଶ ଦେବା ପାଇଁ ବିଚାରକମାନଙ୍କର ଅଧିକାର ଥିଲା। ବିଚାରକମାନେ ଯଦି କିଛି ଲେଖୁନଥିଲେ, ତାହେଲେ ସାଧାରଣ କଏଦୀ ଭାବରେ ରହିବାକୁ ପଡ଼ୁଥିଲା। ମୋ ବିଷୟରେ ମାଜିଷ୍ଟ୍ରେଟ କିଛି ଲେଖିନଥିଲେ। ଏ ବିଷୟ ତାଙ୍କୁ ମନେ ପକାଇ ଦେଇ କହିବାକୁ ମୋର କେତେକ ବନ୍ଧୁ ମୋତେ ପ୍ରବର୍ତ୍ତାଇଥିଲେ। ମାତ୍ର ଜେଲରେ ସବୁ ପ୍ରକାର କଷଣ ସହିବା ଉଚିତ ବୋଲି ମୁଁ ସେଥିରେ ରାଜି ହେଲି ନାହିଁ। ଏଣୁ ସାଧାରଣ କଏଦୀ ଭାବରେ ମୁଁ ରହିଲି। 2-3 ଦିନ ପରେ ବାଲେଶ୍ୱର ଜେଲରୁ ମୁଁ କଟକ ଜେଲକୁ ବଦଳି ହେଲି। ସକାଳ ଗାଡ଼ିରେ ଅଧା ଜଙ୍ଘିଆ ଓ ହାତକଟା ଜାମା ପ୍ରଭୃତି ଜେଲ ପୋଷାକ ପିନ୍ଧା ବାଲେଶ୍ୱରରୁ କଟକ ଆସିବାକୁ ବାହାରିଲି। ବଡ଼ ସଙ୍କୋଚ ବୋଧ ହେଉଥାଏ। ଏଣେ ହାତରେ ହାତକଡ଼ି ଓ ଗୋଡ଼ରେ ବେଡ଼ି। ଏସବୁ ପୋଷାକ ପିନ୍ଧି ଜେଲରୁ ଷ୍ଟେସନକୁ କିପରି ଚାଲି ଚାଲି ଆସି ହୋଇଥିଲା, ତାହା ବର୍ତ୍ତମାନ ହୁଏତ ଅକଳ୍ପନୀୟ ହୋଇପାରେ, ମାତ୍ର ସେତେବେଳେ ତାହା ଖେଳ ପରି ଥିଲା। ବାଲେଶ୍ୱର ଷ୍ଟେସନରେ ସେହି ଗାଡ଼ିରେ ବିହାର ଓଡ଼ିଶା ଏକ୍‌ଜିକ୍ୟୁଟିଭ କାଉନସିଲ ମେମ୍ବର ସଚ୍ଚିଦାନନ୍ଦ ସିଂହ ଆସି ପହଞ୍ଚିଥିଲେ। ତାଙ୍କୁ ମୁଁ ଦୂରରୁ ଦେଖିଲି। ଏବେ ସେ ଘଟଣା ସମ୍ବନ୍ଧରେ ସେ ଓଡ଼ିଶାର ଲାଟ ମହାମାନ୍ୟ ଆସଫ ଅଲିଙ୍କଠାକୁ ଖଣ୍ଡିଏ ଚିଠିରେ ନିମ୍ନଲିଖିତ ମତ ଲେଖିଛନ୍ତି। ସେତେବେଳକାର ଆଉ ଏକ ବିଶିଷ୍ଟ ଘଟଣା ମୋର ଆଜି ସୁଦ୍ଧା ଜ୍ୱଳନ୍ତ ଭାବରେ ମନେ ଅଛି। 1921 ସାଲ ଅଗଷ୍ଟ ମାସରେ ମୁଁ ସରକାରୀ ଗସ୍ତରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲି। ବାଲେଶ୍ୱରରେ ପହଞ୍ଚି ସେଠାରୁ କଟକ ପର୍ଯ୍ୟନ୍ତ କେନାଲ ପଥରେ ଯାତ୍ରା କରିଥିଲି। ଦିନେ ସକାଳେ ଚିଫ୍ ଇଞ୍ଜିନିୟରିଂ ଓ ସ୍ଥାନୀୟ ପୋଲିସ ସୁପରିଟେଣ୍ଡେଣ୍ଟଙ୍କ ସହ ବାଲେଶ୍ୱର ଷ୍ଟେସନରେ ଓହ୍ଲାଇବା ମାତ୍ରକେ ତୁମର ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋର ପ୍ରିୟ ବନ୍ଧୁ ମହତାବଙ୍କୁ ମୁଁ ଆକସ୍ମିକ ଭାବରେ ପ୍ଲାଟଫର୍ମରେ ଭେଟିଲି। ତାଙ୍କ ହାତରେ ସେତେବେଳେ ହାତକଡ଼ି ପଡ଼ିଥିଲା, ବୋଧହୁଏ ଗୋଡ଼ରେ ମଧ୍ୟ ଗୋଡ଼ଛେଡ଼ି ପଡ଼ିଥିଲା ଓ କେତେଗୁଡ଼ିଏ ପୋଲିସ କନେଷ୍ଟବଳ ତାଙ୍କୁ ଘେରି ଜଗିଥିଲେ। ତାଙ୍କୁ ଏଭଳି ଦୁର୍ଦ୍ଦଶାରେ ଗ୍ରସ୍ତ ଅବସ୍ଥାରେ ଦେଖି ମୁଁ ସ୍ତମ୍ଭୀଭୂତ ହୋଇପଡ଼ିଲି। ବାଲେଶ୍ୱର ତତ୍କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ ରାୟ ବାହାଦୁର ଖାସ୍ତଗିରି ମୋତେ ପାଛୋଟି ନେବା ଉଦ୍ଦେଶ୍ୟରେ ପ୍ଲାଟଫର୍ମରେ ଠିଆ ହୋଇ ରହିଥିଲେ। କିନ୍ତୁ ମହତାବଙ୍କର ଏପରି ଅବସ୍ଥା ଓ ସେ କରୁଣ ଦୃଶ୍ୟ ମୋ ମନରେ ଏତେ ଆଘାତ ଆଣିଥିଲା ଯେ ଏପରିକି ମୁଁ ଗାର୍ଡ ଅଫ୍ ଅନର ପରିଦର୍ଶନ କରିବାକୁ ଖାତିର ନ କରି ହଠାତ୍ ଜିଲ୍ଲା ମାଜିଷ୍ଟ୍ରେଟ ଓ ପୁଲିସ ସୁପରିଟେଣ୍ଡେଣ୍ଟଙ୍କୁ ଡକାଇ ମହତାବଙ୍କୁ ଏପରି ନିଷ୍ଠୁର ଦଣ୍ଡ ଆଦେଶ ହୋଇଥିବାର କାରଣ ଓ ତା'ର ପୂର୍ଣ୍ଣ ବିବରଣୀ ଦେବାକୁ କୈଫିୟତ ମାଗିଥିଲି। ଆଉ ମଧ୍ୟ ସେମାନଙ୍କୁ ପଚାରିଲି, ମହତାବ କ'ଣ କୌଣସି ନରହତ୍ୟା ଅପରାଧ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ଏପରି କଠିନ ଦଣ୍ଡ ଆଦେଶ ହୋଇଛି ଓ ତାଙ୍କ ପ୍ରତି ଏପରି ଅମାନୁଷିକ ବ୍ୟବହାର କରାଯାଉଛି? ସେମାନେ କୈଫିୟତ ଦେଇ କହିଲେ, ମହତାବ କେତେକ ଅହିଂସାତ୍ମକ କାର୍ଯ୍ୟ କରିଥିବାରୁ ତାଙ୍କୁ ଏ ଆଦେଶ ଦଣ୍ଡ ହୋଇଛି। ଏହା ଶୁଣିବା ମାତ୍ରକେ ହଠାତ୍ ମୋ ମନରେ ସାହସ ଓ ବଳ ବଢ଼ିଗଲା। ମହତାବଙ୍କଠାରୁ ଅତି ଶୀଘ୍ର ଗୋଡ଼ ବେଡ଼ି କାଢ଼ି ନେବାକୁ ମୁଁ ସେମାନଙ୍କୁ ଆଦେଶ ଦେଲି। ତାଙ୍କୁ ଭଦ୍ରଲୋକ ଭାବରେ ନେବା ପାଇଁ ସେହି ଅନୁସାରେ ବ୍ୟବହାର କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଲି। ଭାଗ୍ୟବଶତଃ ସେମାନେ ତତ୍କ୍ଷଣାତ୍ ମୋର ଆଦେଶ ପାଳନ କରିଥିଲେ। ତା ନ ହୋଇଥିଲେ ବୋଧହୁଏ ବିଭ୍ରାନ୍ତ ଘଟିଥାନ୍ତା। ମୁଁ ଅନୁମାନ କରେ ବର୍ତ୍ତମାନ ସୁଦ୍ଧା ତୁମର ପ୍ରଧାନମନ୍ତ୍ରୀ ସେ ଘଟଣାଟି ମନେ ରଖିଥିବେ। ଭଦ୍ରକ ଷ୍ଟେସନଠାରେ ଶ୍ରୀ ଜଗନ୍ନାଥ ଦାସଙ୍କ ସହିତ ଦେଖା ହୋଇଥିଲା।
ସେ ମୋ ରୂପ ଦେଖି ଅଭିଭୂତ ହୋଇଥିଲେ। ସ୍ୱତଃପ୍ରବୃତ୍ତ ହୋଇ ତାଙ୍କଠାରେ ଖଣ୍ଡେ ବାଇବେଲ ଥିଲା। ସେ ମୋତେ ପଢ଼ିବା ପାଇଁ ଦେଲେ ଓ ବଡ଼ ସହାନୁଭୂତିରେ ପ୍ରକାଶ କରିଥିଲେ। କଟକରେ ପ୍ରାୟ 2ଟା ବେଳେ ପହଞ୍ଚି ଜେଲକୁ ଗଲି। ବାଟରେ ବରାବର ହାତକଡ଼ି ପଡ଼ିଥାଏ। ଜେଲ୍ ନିୟମ ଅନୁସାରେ ପ୍ରଥମେ ଡାକ୍ତର ମାଇନା ହେବା ପର୍ଯ୍ୟନ୍ତ ଅଲଗା ଜାଗାରେ ରଖନ୍ତି। ତାକୁ ଅବଜରଭେସନ୍ ୱାର୍ଡ଼ କହନ୍ତି। ସେଇଠି ଯାଇ ରହିଲି। ସେଠି ନାନା ପ୍ରକାର କଏଦୀ ଥାଆନ୍ତି। କୁଷ୍ଠରୋଗୀ, ଯକ୍ଷ୍ମା ରୋଗୀ ସବୁ ଥାଆନ୍ତି। ଅତି ଅସଭ୍ୟ କାରବାର କରୁଥାନ୍ତି ସେମାନଙ୍କ ସାଙ୍ଗରେ। ଦିନେ ରହିବା ପରେ ମୋତେ ପୁଣି ଅନ୍ୟତ୍ର ରଖାଗଲା। ଜେଲ୍‌ଙ୍କ ଅନୁମତି ନେଇ ଅନ୍ୟ ୱାର୍ଡ଼ରେ ଗୋପବନ୍ଧୁ ବାବୁ ଓ ଭାଗୀରଥି ବାବୁଙ୍କୁ ଦେଖା କରିଥିଲି ଅତି ଅଳ୍ପ ସମୟ ପାଇଁ। ଗୋପବନ୍ଧୁ ପଚାରିଲେ, ତୁମର ଉପବୀତ କାହିଁ? ମୁଁ କହିଲି, କୁଆଡ଼େ ହଜିଗଲାଣି। ସେ ଗମ୍ଭୀର ହୋଇଯାଇ କହିଲେ, ନା ନା, ଏ ବିପଦରେ ସେଇ ଏକା ସାର, ତାକୁ ସମ୍ଭାଳ। ଅର୍ଥାତ୍ ଧର୍ମାଚରଣ ଉପରେ ଜୋର ଦେଇଥିଲେ। ଦିନ ପରେ ସେମାନେ ହଜାରିବାଗ ବଦଳି ହୋଇଗଲେ। ମୋର ସ୍ୱାସ୍ଥ୍ୟ ଭଲ ନ ଥିବାରୁ କଠିନ ଶ୍ରମର କାମ ଦେବାକୁ ଆଦେଶ ହେଲା। ପ୍ରଥମେ ସ୍କେଚ୍, ନଡ଼ିଆ କତା ଆଉ ରସି ବଳିବାକୁ ଦିଆହେଲା। ମୁଁ ସାଧ୍ୟମତେ ଚେଷ୍ଟା କଲି ଓ ଏଇ କାମ କରିବାକୁ। ମାତ୍ର ସେ 30ରୁ ବେଶୀ କରିପାରୁ ନଥିଲି। ମୋ ହାତ ପାପୁଲି ଏତିକିରେ ମଧ୍ୟ ଫାଟିଯାଇ ରକ୍ତ ବାହାରିଲା। ଦିନେ ସନ୍ଧ୍ୟାବେଳେ ଜମାଦାର ସାହେବ ଆସି ତର୍ଜନ ଗର୍ଜନ କରି କାମ କରୁନାହିଁ ବୋଲି ଚିଲ୍ଲାଇଲେ। ଆମ କଏଦୀଙ୍କ ସର୍ଦ୍ଦାର ରୂପେ ଜାଲ ନୋଟ ତିଆରି କରୁଥିବା ଅପରାଧରେ ଦଣ୍ଡିତ ଯାଜପୁର ଜଣେ କଏଦୀ ମୁକରର ଥିଲେ। ସେ ଜମାଦାରଙ୍କର ଭାରି ପ୍ରିୟ ଥିଲେ। ଏ ସର୍ଦ୍ଦାର ମୋତେ ରାତିରେ ବୁଝାଇଥିଲେ ଯେ ଜମାଦାରଙ୍କୁ କିଛି ଅର୍ଥ ଦେବାର ବ୍ୟବସ୍ଥା କଲେ ସେ କାମ ଲାଗି ଆଉ ତାଗିଦ କରିବେ ନାହିଁ। ମୁଁ ତାଙ୍କୁ କହିଥିଲି, ଯଦି ଟଙ୍କା ଦେବାର ଥାଆନ୍ତା ତେବେ ମୁଁ ଏଠିକି ଆସିଥାନ୍ତି କାହିଁକି? ଏହି ପଦକ ମୋତେ ଅନେକ ଥର ଅନେକ ଘଟଣାରେ କଟକ ଜେଲରେ ରହିବାକୁ ପଡ଼ିଛି। କିଛିଦିନ ପରେ ମୋତେ ଜ୍ୱର ହେଲା। ଡାକ୍ତରଖାନାକୁ ଗଲି। ସେଠି 2 ଦିନ କାଳ କିଛି ନ ଖାଇ ପଡ଼ି ରହିଲି। ଶାଗ ଟିକିଏ ସୁଦ୍ଧା କେହି ଦେଲେ ନାହିଁ। ଅଥଚ ଜଣେ ଜ୍ୱର ପ୍ରତିଦିନ ହେଉଛି। ଥରେ ଡାକ୍ତରଙ୍କୁ ମୁଁ କହିଲି କିଛି ଔଷଧ ଦେବା ପାଇଁ ଓ ବାଲିର ବନ୍ଦୋବସ୍ତ କରିବାକୁ। ସେ ରୁକ୍ଷ ଭାବରେ କହିଲେ, ଜେଲଖାନା ଆସିଛ ତ କିଛି ଟଙ୍କା ଖର୍ଚ୍ଚ କର। ମୁଫତ ବନ୍ଦୋବସ୍ତ କେଉଁଠି ହେଲାଣି? ତାଙ୍କୁ ମଧ୍ୟ କହିଥିଲି, ଟଙ୍କା ଖର୍ଚ୍ଚ କରିବାର ଥିଲେ ମୁଁ ଏଠିକି କାହିଁକି ଆସିଥାନ୍ତି? 3-4 ଦିନ ସେହିପରି ପଡ଼ି ପଡ଼ି ବୋଧହୁଏ ପୂର୍ଣ୍ଣ ଉପବାସ ହେତୁ ଜ୍ୱର ଆଉ ଆସିଲା ନାହିଁ। ତାପରେ ମୁଁ ମୋର ସ୍ଥାନକୁ ଆସିଲି। ଯେଉଁଠି ମୁଁ ଥିଲି ସେଠି ଘରପୋଡ଼ି ସମ୍ପର୍କରେ, ପୋଲିସକୁ ମାରିଥିବା ବା ଅବରୋଧ କରିଥିବା ଅପରାଧରେ ଅନେକ ବନ୍ଦୀ, କନିକା ମେଳି ସମ୍ପର୍କରେ ସମସ୍ତ ବନ୍ଦୀ ଥାଆନ୍ତି। ଏତିକି ସୁବିଧା ହୋଇଥାଏ ଯେ ସେମାନଙ୍କ ବା ଏମାନଙ୍କ ସାଙ୍ଗରେ ରହିବା ଫଳରେ ପ୍ରଥମ 2-3 ଦିନ ଯେ ଅଭିଜ୍ଞତା, ଅସଭ୍ୟ ଭାଷାରେ ଗାଳି, ଅତି ଅପରିଷ୍କାର ଭାବରେ ଚଳିବା ଇତ୍ୟାଦି, ତାହା ଆଉ ଘଟିଲା ନାହିଁ। ଘରପୋଡ଼ି ବନ୍ଦୀ ଓ କନିକା ବନ୍ଦୀଙ୍କ ଭିତରୁ କେତେକ ଜେଲ୍ କର୍ତ୍ତୃପକ୍ଷଙ୍କୁ ଉତ୍କୋଚ ଦେଇ ପ୍ରତିଦିନ ଦୁଧ ପାଉଥିଲେ ଓ କିଛି କାମ କରୁନଥିଲେ। ଏଇଠି ଆମ ପୋଷାକର ଉଲ୍ଲେଖ କରିବା ଦରକାର। 2 ଖଣ୍ଡ ଜଙ୍ଗିଆ, ଯାହା ମୋର ଜଙ୍ଘରେ ଅଧେ ପର୍ଯ୍ୟନ୍ତ ଆସୁଥିଲା, 2 ଖଣ୍ଡ ହାତ ନଥିବା ଜାମା ଓ ଖଣ୍ଡେ ଛୋଟ କନା ମିଳିଥାଏ ଗାମୁଛା ପାଇଁ। ଆଉ ଖଣ୍ଡେ ଟୋପି। 3 କୋଣିଆ ଏଇ ଇଞ୍ଚ ମୋଟା କାଠ ଖଣ୍ଡିକରେ କଏଦୀ ନମ୍ବର, କେତେ ମାସ ସଜା, ଜେଲ୍ ହେବା ତାରିଖ ବା ଉପରେ ଗରମ ଲୁହାରେ ଦଗା ହୋଇଥାଏ। ସେ ପତଳା ଲୁହା ଛଡ଼ାର କୁନ୍ଥା ହୋଇ ମାଳ ପରି ବେକରେ ପଛ ପାଖରେ ଏପରି ଆଣ୍ଟି ଦିଆ ହୋଇଥାଏ ଯେ ସେ କାଠମାଳ ଆଉ ବାହାରି ପାରିବ ନାହିଁ। ଅନେକ ଚତୁର କଏଦୀ ଏହାକୁ କିପରି କରାଇ ନେଇଥାନ୍ତି ଯେ ରାତିରେ ଶୋଇବାକୁ ସୁବିଧା ପାଇଁ ତାକୁ ଖୋଲି ଦିଅନ୍ତି, ପୁଣି ସକାଳୁ ପିନ୍ଧି ଦିଅନ୍ତି। ମୋର ମାଳକୁ ଜଣେ ଏପରି ସଜାଡ଼ି ଦେଇଥିଲା। ଥରେ ମୁଁ ଗାଧୁଆ ବେଳେ ଏହି ମାଳକୁ କାଢ଼ି ରଖିଦେଇ ଗାଧୋଉଥିଲି। ତେଣୁ ଜେଲର ଆସିଗଲେ ଓ ମୋତେ ଅଙ୍ଗୁଳି ଦେଖାଇବା ସାଙ୍ଗରେ ଥିବା କଏଦୀମାନଙ୍କୁ ପଚାରିଲେ, ଏହାର ମାଳା କାହିଁ? ଜାମାଦାର ହଠାତ୍ ମୋ ପାଖକୁ ଆସି ଧକ୍କା ମାରି କହିଲେ, ମାଳ କାଳି ପକାଇଲୁ? ତୁରନ୍ତ ମିସ୍ତ୍ରୀ ଡକାଇ କେବଳ ପଛ ଆଡ଼େ ଲୁହା ଛଡ଼ର 2 ମୁହଁ ଝଳାଇ ଦେଲେ। ଆଉ ତାହା ଶେଷ ପର୍ଯ୍ୟନ୍ତ ବାହାରି ନାହିଁ। ଏହାଛଡ଼ା ଆଉ 2 ଖଣ୍ଡ ଲୁହା ଥାଳି, ଖଣ୍ଡେ ବଡ଼ ଆଉ ଖଣ୍ଡେ ଟିକିଏ ସାନ ମିଳିଥାଏ। ଖଣ୍ଡକ ଖାଇବା ପାଇଁ, ଆଉ ଖଣ୍ଡକ ପାଣି ପିଇବା ପାଇଁ, ଲୋଟା ପରି କାରବାର କରିବା ପାଇଁ। ସେଇଥିରେ ପାଣି ନେଇ ଝାଡ଼ା ଫେରି ଯିବାକୁ ହୁଏ। ଅନେକ ପୁରୁଣା କଏଦୀ ଇଟା ଗୁଣ୍ଡିରେ ଭଲ କରି ମାଜି ଏ ଲୁହା ଥାଳିକୁ ଚକ୍ ଚକ୍ କରି ରଖିଥାନ୍ତି। ମୋତେ ଅନ୍ତତଃ ଘଣ୍ଟାଏ ଏହା ପଛରେ ଦିନ ଲାଗିବାକୁ ପଡ଼ୁଥିଲା ଏହାକୁ ସଫା କରିବା ପାଇଁ। ଝାଡ଼ା ଫେରିବା ପାଇଁ ପାଇଖାନାର ବନ୍ଦୋବସ୍ତ ଏପରି ଯେ ସମସ୍ତେ ଏକ ସାଙ୍ଗରେ ଏକା ସମୟରେ ଝାଡ଼ା ଫେରିଯିବେ।
ପରଦାର ବ୍ୟବସ୍ଥା ନାହିଁ। ପ୍ରତ୍ୟେକକୁ ଦେଖିପାରୁଥିବେ। ପ୍ରଥମେ ମୋତେ ବଡ଼ ସଙ୍କୋଚ ହୋଇଥିଲା, ମାତ୍ର କିଛିଦିନ ପରେ ଅଭ୍ୟସ୍ତ ହୋଇଗଲା। ଖାଇବାକୁ ମିଳୁଥିଲା ଭାତ, ଡାଲି, ଶାଗ ଓ ତେନ୍ତୁଳି। ସ୍ୱାସ୍ଥ୍ୟ ଦିଗରୁ ଦେଖିବାକୁ ଗଲେ ଏ ଖାଦ୍ୟ ମନ୍ଦ ନଥିଲା, ମାତ୍ର ଅତି ଅପରିଷ୍କାର ଭାବରେ ତିଆରି। ଭାତରେ ଏତେ ଗୋଡ଼ି ଯେ ଚୋବାଇ ଖାଇବାକୁ ଜୁ ନଥିଲା। ଭାତକୁ ପ୍ରଥମେ ପାଣିରେ ଧୋଇ ନେଇ ତାପରେ ମୁଁ ଖାଉଥିଲି। ଜେଲଖାନାରେ ରୁଟି ମିଳିବା ସେତେବେଳେ ଏକ ମହା ଅନୁଗ୍ରହର ବିଷୟ ଥିଲା। ଆମର ସେ ଯାଜପୁରର ଲୋକ ଯେ ସରଦାର ଥିଲେ, ସେ ରାତିରେ ମୋତେ ଖଣ୍ଡେ ଖଣ୍ଡେ ରୁଟି ଦେଉଥିଲେ। ସେ ରୁଟି ଖଣ୍ଡେ ଖଣ୍ଡେ ଦେଇ ତାଙ୍କୁ ବରାବର ମନେ ରଖିବା ପାଇଁ କହୁଥିଲେ। ସେ ମୋତେ କହୁଥିଲେ ଯେ ପୂରା କାମ ନ କରି ଯେ ଦଣ୍ଡ ଦେଉନାହିଁ, ଏହା ତାଙ୍କରି ଯୋଗୁଁ ସେ ଜମାଦାରକୁ କହି ସମ୍ଭାଳି ନେଉଛନ୍ତି, ନଚେତ୍ ହାତକଡ଼ି ବେଡ଼ି ସବୁ ହୋଇ ସାରନ୍ତାଣି। ଜେଲରେ ଘରପୋଡ଼ି ସମ୍ବନ୍ଧରେ ଓ କନିକା ମେଳି ସମ୍ବନ୍ଧରେ ଆହୁରି ଅନେକ କଥା ଜାଣିଲି। କନିକା ଅତ୍ୟାଚାରର ବୀଭତ୍ସତା ବାହାରେ ଯେତିକି ଜାଣିଥିଲି, ତା'ଠାରୁ ବେଶୀ ଭୁକ୍ତଭୋଗୀଙ୍କଠାରୁ ଶୁଣିଲି। ସ୍ୱାମୀଙ୍କୁ ଛିଡ଼ା କରାଇ ତା ଆଗରେ ତା ସ୍ତ୍ରୀର ସମ୍ମାନ ହରଣ, ଜଣେ ଜଣେ ସ୍ତ୍ରୀଲୋକଙ୍କ ପ୍ରତି କଏଦୀ କ୍ରମେ 20-25 ଜଣ ପୁରୁଷଙ୍କ ପାଶବିକ ଅତ୍ୟାଚାର, ଯାହାଫଳରେ ଅନେକ ବେହୋସ ହୋଇ ପଡ଼ନ୍ତି। ଘର ଲୁଟ୍ର ପରିମାଣ ଜଣଙ୍କ ଘରୁ 8-80 ହଜାର ଲୁଟ୍। ଏସବୁ ଶୁଣି ମୋର ରକ୍ତ ଗରମ ହୋଇଯାଉଥାଏ। ଯେଉଁ ସ୍ୱାମୀ ଆଗରେ ତା'ର ସ୍ତ୍ରୀର ସମ୍ମାନ ହରଣ କରାଯାଇଥିଲା, ସେ ଅତ୍ୟାଚାରୀକୁ ତରବାରୀରେ ହାଣିଦେବା ପାଇଁ ଯାଉଥିଲା, ମାତ୍ର ତରବାରୀ ଅକସ୍ମାତ୍ ଦ୍ୱାରବନ୍ଧ ଉପରେ ବାଜି ଖସିଗଲା। ପୁଲିସକୁ ମାରିବାକୁ ଯାଉଥିବା ଅପରାଧରେ ତାକୁ 2 ବର୍ଷ ଜେଲ୍ ହୋଇଛି। ସେ ପାଗଳ ପ୍ରାୟ ହୋଇଥାଏ। ରାତିରେ ଶୋଇ ମାର ମାର ବୋଲି ପ୍ରତିଦିନ ଚିତ୍କାର କରୁଥାଏ। ସେ କଥା ବର୍ତ୍ତମାନ ସୁଦ୍ଧା ମନେ ପଡ଼ିଲେ ରୋମାଞ୍ଚ ଜାତ ହୁଏ। ଏତେ ଅତ୍ୟାଚାର! ଜୀବନ ଥିଲେ ଏହାର ପ୍ରତିକାର କରିବି, ଏହା ମୋ ବ୍ରହ୍ମ ଡାକୁଥାଏ। ବାହାରେ ଯେଉଁ ଅତ୍ୟାଚାର ଘେନି ବ୍ୟସ୍ତ ଥିଲି, ଭିତରେ ସେହି ଅତ୍ୟାଚାରର ଭୁକ୍ତ ଲୋକମାନଙ୍କ ସହିତ ରହିବାରୁ କାରାଦଣ୍ଡର ପ୍ରଥମ ଅବସ୍ଥାର କର୍କଶତା ବହୁ ପରିମାଣରେ ଲଘୁ ହୋଇ ଯାଇଥିଲା। ମାତ୍ର ଯେତେବେଳେ ମନେ ପଡ଼ିଯାଏ ବର୍ଷେ କାଳ ରହିବାକୁ ହେବ, ତେତେବେଳେ ବଡ଼ ଅସ୍ଥିର ବୋଧହୁଏ। ଆଉ ମଧ୍ୟ ମନ ଭିତରେ ସେସବୁ ଦୁର୍ବଳତା ବାହାରର କମୋଚ୍ଛ୍ୱାସ ଯୋଗେ ଚାପି ହୋଇଥିଲା। ଏସବୁ ଧୀରେ ଧୀରେ ମୁଣ୍ଡ ଟେକିବାରେ ଲାଗିଲା। ଘର କଥା, ବାବାଙ୍କ କଥା, ମୋ ସ୍ତ୍ରୀ କଥା, ମୋ ସାନଭାଇ କଥା, ମୋ ଭଉଣୀ କଥା, ଏସବୁ କଥା ମନେ ପଡ଼ିବାକୁ ଲାଗିଲା। ବର୍ଷକରୁ ବେଶୀ ହେବ ସେମାନଙ୍କୁ ଦେଖିନାହିଁ। ପୁଣି ବର୍ଷେ ଜେଲରେ ଯିବ। କେବେ ସେମାନଙ୍କୁ ଦେଖିବି ଭାବି ପ୍ରାଣ ଆକୁଳ ହୋଇଉଠେ। ଅତି ଛୋଟ ଛୋଟ କଥା ଯାହା ବାହାରେ କେବେ ମନେ ପଡ଼େ ନାହିଁ, ସେସବୁ ଚିନ୍ତା ମନକୁ ଘାରିଦେଲା। ମାତ୍ର କଟକ ଜେଲରେ ଏହି ସୁବିଧା ଥାଏ ଯେ ଏସବୁ ଚିନ୍ତା ମନକୁ ଗ୍ରାସ କଲା ମାତ୍ରକେ ମୁଁ କନିକା ବନ୍ଧୁ ଓ ଅନ୍ୟ ବନ୍ଧୁମାନଙ୍କ ସହିତ ଅତ୍ୟାଚାରର କାହାଣୀ ଶୁଣିବା ଆରମ୍ଭ କରିଦିଏ। ଫଳରେ ପ୍ରତିହିଂସାର ଭାବ, ନିଷ୍ପୀଡ଼ଙ୍କ ପ୍ରତି ସହାନୁଭୂତିର ବ୍ୟକ୍ତିଗତ ଚିନ୍ତା ଦବିଯାଏ। ମାତ୍ର କଟକ ଜେଲରେ ବେଶୀ ଦିନ ମୁଁ ରହିଲି ନାହିଁ। ମାସେ ଖଣ୍ଡେ ରହିବା ପରେ ମୋତେ ଭାଗଲପୁର ସେଣ୍ଟ୍ରାଲ ଜେଲକୁ ବଦଳି କରାଦିଆଗଲା। କଟକ ଜେଲରେ ଯେଉଁମାନଙ୍କ ସହିତ ମୋର ଆଳାପ ପରିଚୟ ହୋଇଯାଇଥିଲା, ସେମାନଙ୍କଠାରୁ ବିଦାୟ ନେବା ଅତି ଦୁଃଖମୟ ହୋଇଗଲା। ସେମାନଙ୍କ ଭିତରୁ କେତେକ କାନ୍ଦି ପକାଇଲେ। ସେଇଠି ମୁଁ କନିକା ବନ୍ଦୀଙ୍କୁ କହି ଆସିଥିଲି ଯେ, କନିକା ପ୍ରଶ୍ନ ମୋ ଜୀବନର ଏକ ପ୍ରଶ୍ନ ହୋଇ ରହିବ। ମୁଁ ସାଧାରଣ କାର୍ଯ୍ୟ କରୁଥିବା ପର୍ଯ୍ୟନ୍ତ କନିକା ପ୍ରଜାଙ୍କର ଖବର ବୁଝୁଥିବି ଓ ସେମାନଙ୍କୁ ସାହାଯ୍ୟ କରୁଥିବି। କଟକ ଜେଲରୁ ବାହାରି ଭାଗଲପୁର ଜେଲରେ ପହଞ୍ଚିବା ପର୍ଯ୍ୟନ୍ତ ମଝିରେ ପ୍ରାୟ 2 ଦିନ ଅତି ଦୁଃଖମୟ ବୋଧ ହୋଇଥିଲା। ରେଲରେ ଯାଉ ଯାଉ ଭଦ୍ରକ ଷ୍ଟେସନ ଆଗରୁ ଆମ ଗାଁକୁ ପଡ଼ିଥିବା ରାସ୍ତାକୁ ରେଲ ଅତିକ୍ରମ କଲାବେଳେ ମୁଁ ସେ ରାସ୍ତାକୁ ଚାହିଁଦେବା ମାତ୍ରକେ ଏତେ କରୁଣା ଭାବ ମୋ ମନରେ ଜାଗି ଉଠିଲା ଯେ ମୋ ଛାତି ଫାଟିଯିବା ଭଳି ଲାଗିଲା। ଟିକେ ଟିକେ କେତେ କଥା ଯେ ମନେ ପଡ଼ିଲା, ପ୍ରତ୍ୟେକଟି ମୋ ମନକୁ ବ୍ୟାକୁଳ କରିବାରେ ଏତେ ବଦ୍ଧପରିକର ଥିଲେ ଯେ ମୁଁ ନିଜକୁ ନିଜେ ସମ୍ଭାଳି ପାରୁନଥାଏ। ଦୁର୍ବଳତା ପୁଣି ବେଳେ ବେଳେ ଏତେ ବଳଶାଳୀ ହୁଏ। ବର୍ଷେ କାଳ କୁଆଡ଼େ ଯାଇ ରହିବି, ତାପରେ ଯାଇ ଯାହା ହେବ, ଏହା ଭାବିଲା ବେଳକୁ ହଲକ ଶୁଖି ଯାଉଥାଏ। ଏଣେ ଘର କଥା ଭାବୁ ଭାବୁ ଗାଡ଼ି ଯାଇ ବାଲେଶ୍ୱର ଷ୍ଟେସନରେ ପହଞ୍ଚିଲା। ଷ୍ଟେସନରେ ଆମ ସ୍ୱରାଜ ମନ୍ଦିରର ଜଣେ କର୍ମୀଙ୍କୁ ଦେଖିଲି। ତାଙ୍କୁ ଦେଖିବା ମାତ୍ରକେ ମୋର ଏକ ନୂତନ ପରିବାରର କଥା ସବୁ ମନେ ପଡ଼ିଗଲା। ସେମାନଙ୍କ ସହିତ ବର୍ଷକ ପରେ ଦେଖା ହେବ, ୟା ଭିତରେ କ'ଣ ହୋଇଯାଇଥିବ କିଏ ଜାଣେ। ମୁଁ ଯେଣେ ଚାହୁଁଥାଏ, ମୋ ମନରେ ଏକ କରୁଣା ଭାବର ଉତ୍ସାହ ଉଠୁଥାଏ। ଅତି ବ୍ୟଥିତ ଭାବରେ ଭାଗଲପୁରରେ ପହଞ୍ଚିଲି। କଚେରୀରୁ ଜେଲକୁ ନେବାବେଳେ ଓ ରେଳ ଷ୍ଟେସନରୁ ଜେଲକୁ ନେଲାବେଳେ ବରାବର ହାତକଡ଼ି ଓ ଅଣ୍ଟାରେ ଦଉଡ଼ି ବନ୍ଧା ହୋଇଥାଏ। କଟକର ଏହି ଜିନିଷଟି ମୋତେ କିଛି ବୋଧ ହୋଇନାହିଁ। ମାତ୍ର ଭାଗଲପୁରଠାରେ ଯେତେବେଳେ ଶୁଣିଲି ଯେ ଷ୍ଟେସନଠାରୁ ଜେଲ୍
ମାଇଲରୁ ବେଶୀ ଦୁର୍ବଳତା ବଶତଃ ମୁଁ ମୋ ସାଙ୍ଗରେ ଥିବା ସିପାହୀମାନଙ୍କୁ ଅନୁରୋଧ କଲି ହାତକଡ଼ି ନ ଦେବା ପାଇଁ। ମାତ୍ର ସେମାନେ ନିୟମ ଲଙ୍ଘନ କରିବେ ନାହିଁ ବୋଲି ବିନୀତ ଭାବରେ କହିଲେ। ଅଗତ୍ୟା ମୋତେ ସେହିପରି ଯିବାକୁ ହେଲା। ସେ ଜେଲରେ ମୋରି ପରି ରାଜନୈତିକ ଅପରାଧରେ ବନ୍ଦୀ ପ୍ରାୟ 150 ଥିଲେ। ବିହାର ଓଡ଼ିଶା ଦେଶର ସବୁଆଡ଼େ ରାଜନୈତିକ ବନ୍ଦୀକୁ ଆଣି ଏଠାରେ ରଖାଯାଇଥିଲା। ମୁଁ ସେଠାକୁ ଯିବାବେଳେ ଓଡ଼ିଶାର ଶ୍ରୀ ଗୋବିନ୍ଦ ମିଶ୍ର ସେଠାରେ ଥିଲେ। ମାତ୍ର ଜେଲ୍ ଦଣ୍ଡ ସ୍ୱରୂପ ତାଙ୍କୁ ସେଲରେ ରଖା ହୋଇଥିବାରୁ ତାଙ୍କ ସହିତ ମୋର ଦେଖା ହୋଇନାହିଁ। ମୁଁ ଯାଇ ଶୁଣିଲି ଯେ ଜେଲରେ ଗୋବିନ୍ଦ ମିଶ୍ରଙ୍କୁ ଅତି ନିର୍ଯାତନା ଭୋଗିବାକୁ ପଡ଼ୁଛି। ସେଠି ହଜାରିବାଗ ଜିଲ୍ଲାରେ ଜଣେ ଓକିଲ ଶ୍ରୀ ରାମନାରାୟଣ ସିଂହ ଆଉ ତାଙ୍କ ଓକିଲ ପଢ଼ା ଛାଡ଼ିଥିବା ବନ୍ଦୀ ଶ୍ରୀ ବଜରଙ୍ଗ ସହାୟ ମଧ୍ୟ ଥିଲେ। ଏହାଛଡ଼ା ସାନ୍ତାଳ ପ୍ରାଙ୍ଗଣ ଆଦିମ ଆଦିବାସୀ ପ୍ରାୟ ଅଧିକାଂଶ ଥିଲେ। ଅନେକ ଧନୀ ବ୍ୟବସାୟୀ ମଧ୍ୟ ସେମାନଙ୍କ ମଧ୍ୟରେ ଥିଲେ। ମୁଁ ଯାଇ ସେଠାରେ ପହଞ୍ଚିବା ବେଳକୁ ରାଜନୈତିକ ବନ୍ଦୀ ଓ ଜେଲ୍ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଖୁବ୍ ଟଣାଟଣି ଲାଗିଛି। ଜେଲର ଯାବତୀୟ ନିୟମ ପାଳନ କରିବାକୁ ଜେଲ୍ କର୍ତ୍ତୃପକ୍ଷ ବାଧ୍ୟ କରୁଥାନ୍ତି। ତେଣେ ବନ୍ଦୀମାନେ ଧରି ବସିଥାନ୍ତି ଯେ କେତେକ ନିୟମ ଯାହା ଆତ୍ମସମ୍ମାନ ବିରୁଦ୍ଧ, ତାହା ସେମାନେ ପାଳନ କଦାପି କରିବେ ନାହିଁ। ଏପରି ଆତ୍ମସମ୍ମାନ ବିରୁଦ୍ଧାତ୍ମକ ନିୟମ ଭିତରୁ ଗୋଟିଏ ହେଉଛି ସରକାର ସଲାମ ଆଦେଶ। ପ୍ରତ୍ୟେକ ସୋମବାର ଦିନ ଫାଇଲ୍ ହୁଏ, ଅର୍ଥାତ୍ ପ୍ରତ୍ୟେକ ୱାର୍ଡରେ କଏଦୀମାନେ ଧାଡ଼ି ହୋଇ ବସିଥାନ୍ତି। ସୁପରିଟେଣ୍ଡେଣ୍ଟ ଆସିବା ମାତ୍ରକେ ଜମାଦାର ସରକାର ସଲାମ ଆଦେଶ ଦିଅନ୍ତି ଓ ସମସ୍ତେ ଛିଡ଼ା ହୋଇ ସଲାମ କରନ୍ତି। ସୁପରିଟେଣ୍ଡେଣ୍ଟ କଏଦୀ ଧାଡ଼ି ଆଗରେ ପ୍ରତ୍ୟେକଙ୍କ ଉପରେ ଦୃଷ୍ଟି ଚାହାନ୍ତି। ତାଙ୍କ ଦୃଷ୍ଟିକୁ ସାହାଯ୍ୟ କରିବା ପାଇଁ କଏଦୀମାନେ ବାଁ ହାତରେ ନିଜର ଟିକକ, ଏଥିରେ କଏଦୀ ଜୀବନର ଯାବତୀୟ ଜେଲ୍ ଆଦେଶ ଲେଖାଥାଏ, ଟେକି ରଖିଥିବ ଓ ଡାହାଣ ହାତରେ ତଳ ଓଠକୁ ଟାଣି ଦାନ୍ତକୁ ଦେଖାଇ ରହିଥିବ। ଗୋଡ଼ ପାଖରେ ଲୁହା ଥାଳି ମାଟି ଡେରା ହୋଇଥିବ। ଏ ପ୍ରକାରର ନିୟମର ଉଦ୍ଦେଶ୍ୟ ହେଉଛି ଯେ ସୁପରିଟେଣ୍ଡେଣ୍ଟ ସାହେବ ବିନା କୌଣସି ଶ୍ରମରେ, ଏପରିକି କଥା ପଦେ ସୁଦ୍ଧା କହିବାର କଷ୍ଟ ନ କରି ଅତି ଅଳ୍ପ ସମୟରେ କଏଦୀର ଥାଳି ବାଟି ସବୁ ଅଛି କି ନାହିଁ, ତା ପ୍ରତି କି ଆଦେଶ ହୋଇଛି, ତାର ଦାନ୍ତ ସଫା ଅଛି କି ନାହିଁ ଇତ୍ୟାଦି ସବୁ ଦେଖି ଚାଲିଯିବେ। ମାତ୍ର ଏ ନିୟମକୁ ପାଳନ କରିବା ଭଦ୍ରଲୋକ ପକ୍ଷରେ କଠିନ। ଯେଉଁ ଭଙ୍ଗୀ କରି ଏ ନିୟମ ଅନୁସାରେ ଛିଡ଼ା ହେବାକୁ ହୁଏ, ତାହା ଏକ ଲଜ୍ଜାଜନକ ଯେ ବାସ୍ତବିକ କଠିନ ଶରୀର କ୍ଲେଶର ଭୟ ଛଡ଼ା ଅନ୍ୟ କିଛିରେ ତାହା କରିବାକୁ ଅତି ସଙ୍କୋଚ ବୋଧ ହେବ। ରାଜନୈତିକ ବନ୍ଦୀମାନେ ଶରୀର କ୍ଲେଶ ଅର୍ଥାତ୍ ମାଡ଼ ଇତ୍ୟାଦିକୁ ଭୟ କରନ୍ତି ନାହିଁ। ତେଣୁ ଏଥିପାଇଁ ସଂଘର୍ଷ ଲାଗିଥାଏ। ଆଉ ଏକ ବିରୋଧର କାରଣ ଥାଏ ଜେଲରେ କାମ କରିବା। ରାଜନୈତିକ ବନ୍ଦୀମାନଙ୍କୁ ଧାନ କୁଟିବା ଓ ଗହମ ପେଷିବା, ଏ ଦୁଇଟି କାମ ଦିଆଯାଇଥାଏ। ଜେଲ୍ ନିୟମ ମୁତାବକ ଉଚ୍ଚତା ଅନୁସାରେ ଯାହାର ଓଜନ ଠିକ୍ ଅଛି ତାକୁ କଠିନ ପରିଶ୍ରମ, ଯାହାର ଓଜନ ଟିକିଏ କମ୍ ତାକୁ ମଧ୍ୟମ ପରିଶ୍ରମ, ଯାହାର ଓଜନ ଅତି କମ୍ ତାକୁ ହାଲକା ପରିଶ୍ରମ କରିବାକୁ ଦିଆଯାଏ। ରାଜନୈତିକ ବନ୍ଦୀମାନେ ଧରି ବସିଥାନ୍ତି ଯେ ଏ ନିୟମ ଅନୁସାରେ ସେମାନେ କାମ କରିପାରିବେ ନାହିଁ। ଯେତିକି ସମ୍ଭବ ସେମାନେ ସେତିକି କାମ କରିବେ। ଏଠାରେ ଶେଷ ହେଲା ଆତ୍ମଜୀବନୀ ସାଧନା ପଥେର ପରିଚ୍ଛେଦ ଜେଲ୍ ଜୀବନ ଆରମ୍ଭର ପ୍ରଥମ ଭାଗ। ଦ୍ୱିତୀୟ ଅଧ୍ୟାୟରେ ଆମେ ଏହାର ଦ୍ୱିତୀୟ ଭାଗକୁ ଶୁଣିବା। ରହିଲି, ନମସ୍କାର।